କୁନି ପିଲା ଜାଣିଗଲାଣି ମାତୃଦେବ ଭବ, ପିତୃଦେବ ଭବ, ଅତିଥି ଦେବ ଭବ, ଆଚାର୍ଯ୍ୟ ଦେବ ଭବ। କୁନି ପିଲାଟି ଶ୍ରାବଣ ମାସରେ ଗାଁର କେତେଜଣ ଭାଇ ଶ୍ରାବଣୀ ପାଣି ନେଇ ଶିବ ମନ୍ଦିର ଯିବେ, ଶୈବ ପୀଠକୁ ଯିବେ। କୁନି ପିଲାଟି ଜିଦି ଧରି ବସିଛି, ମୁଁ ଶୈବ ପୀଠକୁ ପାଣି ନେଇଯିବି। ତେଣୁ ଗାଁରେ ଜଣେ ଭାଇଙ୍କୁ ଯାଇ କହିଛି, ଭାଇ ମୁଁ ତୁମ ସହ ଶ୍ରାବଣୀ ପାଣି ନେଇ ଶୈବ ପୀଠ ଯିବି। ଗାଁର ଭାଇ ଜଣକ ବୁଝେଇ କହିଛି, ବାବାରେ ତୋର ଏତେ ବାଟ ଚାଲିକି ଯିବା ପାଇଁ ସାହସ କରିବା ଉଚିତ ନୁହେଁ। ଗାଁଠୁ ଦୀର୍ଘ 40 କିଲୋମିଟର ପଥ। ତେଣୁ ତୁ ବଡ଼ ହେଇଯା, ଆମେ ତ ସବୁ ବର୍ଷ ଯାଉଛୁ, ତୋତେ ନିଶ୍ଚିତ ଭାବରେ ଆମେ ସାଙ୍ଗରେ ନେଇଯିବୁ। କୁନି ପିଲା ଏକଥା ବି ଜାଣିଛି, କାହିଁକି ନା ପଢ଼ା ପିଲା, ଗୁରୁଜନଙ୍କ କଥାକୁ ଅମାନ୍ୟ କରାଯାଏ ନାହିଁ। ତେଣୁ ସେ ଗୁରୁଜନଙ୍କ କଥା ମାନି ଶୈବ ପୀଠକୁ ଯିବ ନାହିଁ ବୋଲି ନିଜ ମନକୁ ବୁଝାଇ ଦେଲା। କିନ୍ତୁ ସେ ଗୁରୁଜନ ଭାଇଙ୍କୁ ଗୋଟେ ଅନୁରୋଧ କଲା, କହିଲା ଭାଇ ମୁଁ ଗୋଟେ କଥା କହିବି, ମୋର ଏଇ କଥାଟିକୁ ରଖ, ଏଇ କଥାଟିକୁ ନ ରଖିଲେ ମୋ ମନ ନିଶ୍ଚିତ ଦୁଃଖ ହେବ। ଯେଉଁ ନଦୀରୁ ତମେ ଶ୍ରାବଣୀ ପାଣି ନେଇ ଶୈବ ପୀଠ ଯିବ, ନଦୀଠୁ ପାଣି ଉଠେଇ ଆମ ଗାଁ ପଥ ଦେଇ, ଗ୍ରାମ ପଥ ଦେଇ ତମେ ଶୈବ ପୀଠକୁ ଯିବ। ମୋର ତମକୁ ଏତିକି ଅଳି, ମୁଁ ତମ ସହ ନଈ ପର୍ଯ୍ୟନ୍ତ ଯିବି, ପାଣି ଉଠେଇବି, ତମ ସହ ଆସିବି, ମୋତେ ମୋ ଗାଁରେ ଛାଡ଼ିଦେବ, ମୋ ଘର ପାଖରେ ମୋତେ ଛାଡ଼ିଦେବ। ଯାହା ହଉ ଗୁରୁଜନ ଭାଇ ଜଣଙ୍କ କୁନି ପିଲାଟିର କଥାରେ ରାଜି ହୋଇ ହଁ ବୋଲି କହିଲେ। ଯେତେବେଳେ ଗୁରୁଜନ ଭାଇ ହଁ କହିଦେଲେ, ସେତେବେଳେ କୁନି ପିଲାର ଖୁସି କହିଲେ ନ ସରେ। ଯାହା ହେଉ ଶ୍ରାବଣୀ ପାଣି ଉଠେଇ କୁନି ପିଲାଟି ଭାଇମାନଙ୍କ ସହ ନିଜ ଗ୍ରାମ ପଥ ପାଖରେ ଆସି ପହଞ୍ଚିଲା। ଭାଇମାନେ ଶୈବ ପୀଠ ଆଡ଼େ ଗଲେ, କିନ୍ତୁ କୁନି ପିଲାଟି ତା ନିଜ ଘରକୁ ଆସିଲା। ଶ୍ରାବଣୀ ପାଣି ଧରି ଯେତେବେଳେ ଘରେ ପହଞ୍ଚିଲା, ତାର ବାପା ମା ଆଶ୍ଚର୍ଯ୍ୟ ହେଇଗଲେ। ତେଣୁ କୁନି ପିଲାଟି କ'ଣ କଲା ନା, ସେଇ ଶ୍ରାବଣୀ ପାଣି ଆଣି ତାର ନିଜ ବାପା ମାଙ୍କ ପାଦକୁ ଧୋଇଦେଲା, ଗାମୁଛାରେ ପୋଛିଦେଲା, ବାପା ମାଙ୍କୁ ପ୍ରଣାମ କଲା, ପାଦ ତଳେ ପଡ଼ିଗଲା। ବାପା ମା କୁନି ପିଲାଟିକୁ ଉଠେଇ ମୁଣ୍ଡରେ ହାତ ମାରିଦେଲେ ଏବଂ ସେହି ସମୟରେ ବାପା ମାଙ୍କ ଆଖିରୁ ଯେଉଁ ଆନନ୍ଦର ଅଶ୍ରୁ ଝରୁଥିଲା, ତାହା ହୁଏତ ସେହି କୁନି ପିଲା ପାଇଁ ଏକ ବଡ଼ ଆଶୀର୍ବାଦ ହେବ। ନିଶ୍ଚିତ ଭାବରେ କୁନି ପିଲାଟି ଭବିଷ୍ୟତରେ ଉଜ୍ଜଳ କରିବ ବୋଲି ଆଶା ବିଶ୍ୱାସ। କାହିଁକି ନା ପିତାମାତାଙ୍କ ଭକ୍ତି ହିଁ ଭଗବାନ ପ୍ରାପ୍ତି। ବନ୍ଧୁମାନେ ଦୟାକରି ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କଲେ ମୁଁ ନିଶ୍ଚିତ ଭଲ ଭଲ ଭିଡ଼ିଓ ଆପଣମାନଙ୍କ ପାଇଁ ପଠାଇବି। ରହିଲି।